ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆଗାମୀ ଦିନରେ କୋରି ନିର୍ବାଚନ ମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ଭାବରେ ଗଢ଼ି ତୋଳିବା ପାଇଁ ହେଲେ କେବଳ ଡେଭଲପମେଣ୍ଟ ୱାର୍କ ନୁହେଁ, ଡେଭଲପମେଣ୍ଟାଲ ୱାର୍କ ତ ଆମେ ଅନେକ କରୁଛୁ ଏବଂ କରିବୁ ମଧ୍ୟ। ଏକ ସୁନ୍ଦର ଏବଂ ସବୁଜ ଏବଂ ପରିବେଶ କୁ ଅନୁକୂଳ ଏକ ନିର୍ବାଚନ ମଣ୍ଡଳୀ ଭାବରେ ଗଢ଼ି ତୋଳିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇଛୁ ଏବଂ ଆଜି ସେ ଅନୁକ୍ରମରେ ଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଦେଖୁଥିବେ, ଉପଲବ୍ଧି ମଧ୍ୟ କରୁଥିବେ ଯେ ବିଗତ କିଛି ଦିନ ହେଲା ଯେଉଁଭଳି ଭାବରେ ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି, ଆମେ ମଧ୍ୟ ଉପଲବ୍ଧି କରୁଛୁ। ଓଡ଼ିଶାରେ କୁହନ୍ତୁ, ଭାରତବର୍ଷରେ କୁହନ୍ତୁ, ଯେଉଁଭଳି ଭାବରେ ତାପମାତ୍ରା ବୃଦ୍ଧି ପାଉଛି, ଯେଉଁଭଳି ଭାବରେ ଗରମରେ ସମସ୍ତ ଜନସାଧାରଣଙ୍କୁ, ଜୀବଜନ୍ତୁଙ୍କୁ କଲବଲ ହେଉଛନ୍ତି ସମସ୍ତେ। ଇଏ ଗୋଟେ ମୂଳ ଉଦ୍ଦେଶ୍ୟ ହେଲା, ମୂଳ କାରଣ ହେଲା ଯେ ଗଛ ଦିନକୁ ଦିନ କଟି କଟି ଯାଉଛି। ବିଭିନ୍ନ କାରଣରୁ ଗଛକୁ ଆମେ ରକ୍ଷା କରିପାରୁନାହାନ୍ତି ଏବଂ ଯେଉଁ ଭାବରେ ଗଛ କଟା ଯାଉଛି ତାଠାରୁ ଅଧିକ ଗଛ କିଭଳି ଭାବରେ ଆମେ ଲଗାଇ ପାରିବା ଏବଂ ଆଗାମୀ କାଲି ପାଇଁ, ଆଗାମୀ କାଲିର ଭବିଷ୍ୟତ ପାଇଁ ଏ ପୃଥିବୀକୁ ବଞ୍ଚାଇବା, ସେ ଉଦ୍ଦେଶ୍ୟରେ ଏ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏବଂ କୋରିରେ ନିର୍ବାଚନ ମଣ୍ଡଳୀରେ ଆପଣମାନେ ଜାଣିଛନ୍ତି ଯେ ବିଗତ କିଛି ବର୍ଷ ଧରି ଆମେ ଯେଉଁଭଳି ଭାବରେ ସୁନ୍ଦର ସବୁଜ କୋରି ଅଭିଯାନ ଆରମ୍ଭ କରୁଛୁ ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ବୃକ୍ଷ ଆମେ ବଣ୍ଟନ କରୁ, ବୃକ୍ଷରୋପଣ କରୁ। ଆଜି ଏ କାର୍ଯ୍ୟକ୍ରମଟି ସରକାରଙ୍କ ତରଫରୁ, ଜଙ୍ଗଲ ବିଭାଗ ତରଫରୁ ଏକ ମିଳିତ ଉଦ୍ୟମରେ ଏ କାର୍ଯ୍ୟକ୍ରମଟି ପାଟରଙ୍ଗା ପଞ୍ଚାୟତ, ଯେଉଁଟାକି ଆମର କୋରି ନିର୍ବାଚନ ମଣ୍ଡଳୀର କ୍ଲିନ୍ ଆଣ୍ଡ ଗ୍ରୀନ୍ ପଞ୍ଚାୟତ ଭାବରେ ପୁରସ୍କୃତ ହେଇଛି ଏବଂ ଆମର ସରପଞ୍ଚ ଅଛନ୍ତି ସାନ ଭାଇ ରଞ୍ଜନ, ସେ ମଧ୍ୟ ପୁରସ୍କାର ପାଇଛନ୍ତି ରାଜ୍ୟ ସରକାରଙ୍କ ନିକଟରୁ। ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆଗାମୀ ଦିନରେ କୋରି ନିର୍ବାଚନ ମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ଭାବରେ ଗଢ଼ି ତୋଳିବା ପାଇଁ ହେଲେ କେବଳ ଡେଭଲପମେଣ୍ଟ ୱାର୍କ ନୁହେଁ, ଡେଭଲପମେଣ୍ଟାଲ ୱାର୍କ ତ ଆମେ ଅନେକ କରୁଛୁ ଏବଂ କରିବୁ ମଧ୍ୟ। ଏକ ସୁନ୍ଦର ଏବଂ ସବୁଜ ଏବଂ ପରିବେଶ କୁ ଅନୁକୂଳ ଏକ ନିର୍ବାଚନ ମଣ୍ଡଳୀ ଭାବରେ ଗଢ଼ି ତୋଳିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇଛୁ ଏବଂ ଆଜି ସେ ଅନୁକ୍ରମରେ ଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏ ବର୍ଷ ଆହୁରି ବ୍ୟାପକ କରାଯିବ ସରକାରୀ ସ୍ତରରେ ଏବଂ ବ୍ୟକ୍ତିଗତ ଭାବରେ ଆମର ଯେଉଁ ସବୁଜ କୋରି ମିଶନ ଚାଲିଛି, ସୁନ୍ଦର ସବୁଜ କୋରି ମିଶନ ଚାଲିଛି, ଆହୁରି ମଧ୍ୟ ଆମେ ଏହାକୁ ବ୍ୟାପକ କରିବୁ ଏବଂ ଆଗାମୀ ଦିନରେ, ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର କୋରିକୁ ଏକ ସମଗ୍ର ଓଡ଼ିଶାରେ ମୁଁ କହିବି ସବୁଠାରୁ ସବୁଜ ଏବଂ ସୁନ୍ଦର ଏବଂ ପରିବେଶ ଅନୁକୂଳ ନିର୍ବାଚନ ମଣ୍ଡଳୀ ଭାବରେ ଗଢ଼ି ତୋଳିବା ପାଇଁ ସଂକଳ୍ପ ଆମେ ନେଉଛୁ।